ପିଲାମାନେ ଆମେ ଆଜି ଋତୁ ବିଷୟରେ ଶିଖିବା। ଠିକ ଅଛି। ଋତୁ କେତେ ପ୍ରକାର? ଋତୁ ହେଉଛି 6 ପ୍ରକାର। 6 ପ୍ରକାରର ଋତୁ ଅଛି ନା ନାହିଁ? ବଡ଼ ପାଟିରେ 6 ପ୍ରକାରର ଋତୁ କିଏ କହିପାରିବ? କିଏ କହିପାରିବ? ପ୍ରଥମେ କୋଉ ଋତୁ ଆସେ? ପ୍ରଥମେ ଗ୍ରୀଷ୍ମ ଋତୁ ଆସେ। ପ୍ରଥମେ ଗ୍ରୀଷ୍ମ ଋତୁ ହେଲା। ତାପରେ ଗ୍ରୀଷ୍ମ ଋତୁରେ କଣ ହୁଏ? ଏଠି ଦେଖ, ଦେଖ ଏଠି ଋତୁ ଚକ୍ର ଅଛି ହେଲା। ଋତୁ ଚକ୍ର ଦେଖିପାରିଲ? ଏଇଟା ଗୋଟେ ଋତୁ ଚକ୍ର। ଆମେ ସେ ବିଷୟରେ ଜାଣିବା ହେଲା। ପ୍ରଥମେ ଗ୍ରୀଷ୍ମ ଋତୁ, ତାପରେ ବର୍ଷା ଋତୁ, ଶରତ, ତାପରେ ହେମନ୍ତ। ଆଚ୍ଛା, ଋତୁ ହେଉଛି 6 ପ୍ରକାର ହେଲା। 6 ପ୍ରକାରରୁ ଆମେ କେତୋଟି ଜାଣିପାରୁ? ଆମେ 3ଟି ଋତୁ ଅନୁଭୂତ ହୁଏ ହେଲା। 6ଟି ଋତୁ ଏବଂ 3ଟି ଅନୁଭୂତ ହୁଏ ସେଥି ଭିତରେ ହେଲା। ପ୍ରଥମେ ଗ୍ରୀଷ୍ମ ଋତୁରେ ଖରା ହୁଏ ହେଲା। ଗ୍ରୀଷ୍ମ ଋତୁରେ ପ୍ରବଳ ଖରା ହୁଏ। ଆମେ ଶୋଷ ଲାଗେ ନା ନାହିଁ? ଆଚ୍ଛା, ଖରା ହୁଏ, କୁଆଡେ ବାହାରକୁ ଯାଇ ହୁଏ ନାହିଁ। ସାଙ୍ଗରେ କଣ ନିଆ ହୁଏ? ପାଣି, ଛତା, ଏଗୁଡ଼ିକ ଥଣ୍ଡା ଜାତୀୟ ଜିନିଷ, କିଛି ଫଳ, ଖାଦ୍ୟ ଖାଇବା ପାଇଁ ଏଗୁଡ଼ିକ ସବୁ ଧରିକି ଯାଆନ୍ତି ନା ନାହିଁ ବାହାରକୁ ବାହାରିଲେ? ଆଚ୍ଛା, ଆଉ ଆମେ ବର୍ଷା, ତାପରେ ଆସିଲା ବର୍ଷା। ବର୍ଷା ଋତୁରେ ବର୍ଷା ହୁଏ ନା ନାହିଁ? ବଡ଼ ପାଟିରେ ବର୍ଷା ଋତୁରେ ବର୍ଷା ହୁଏ। ବର୍ଷା ହେଲେ ଆମେ କଣ କରନ୍ତି? ଛତା, ଆଉ କଣ? ଆଚ୍ଛା, ଛତା ଆଉ ରେନିକୋଟର ବ୍ୟବହାର ଆମେ କରନ୍ତି। ଆଚ୍ଛା, ତାପରେ ବର୍ଷା ହେଲେ କଣ ହୁଏ? କାଦୁଅ ହୁଏ, ଆଉ ନଈରେ ବଢି ଆସେ, ନଈ ବଢି ହୁଏ। ଆଉ ବର୍ଷା ହେଲେ ନଈରେ ବଢି ଆସେ ହେଲା। ବର୍ଷା ହେଲେ କୂଅ ପୋଖରୀ ସବୁ ଫୁଲ ହେଇଯାଏ, ମାନେ ପାଣି ସବୁ ଫୁଲ ହୋଇଯାଏ ହେଲା। ତାପରେ ବର୍ଷା ଦିନେ ବିନା ଛତାରେ ବାହାରକୁ ବାହାରି ହୁଏ ନାହିଁ। ଆମେ ବର୍ଷା ଦିନେ ବାହାରକୁ ବାହାରିଲେ ସେମିତି ଓଦା ହେଇଯିବେ ନା ନାହିଁ? ଆଚ୍ଛା, ବର୍ଷା ଓଦା ହେଇଯିବେ ନା ନାହିଁ? ଆଚ୍ଛା, ବର୍ଷା ଦିନେ ଗଛରେ ପାଣି ଦିଅନ୍ତି ନା? ଯେହେତୁ ବର୍ଷା ଦିନେ ବର୍ଷା ହୁଏ ସେଥିପାଇଁ ଗଛରେ ପାଣି ଦିଆ ହୁଏ ନାହିଁ। ଠିକ ଅଛି। ଆଚ୍ଛା, ଆଉ ଆମେ ତାପରେ କୋଉ ଋତୁ ଅନୁଭୂତ ହୁଏ? ଶୀତ। ଗ୍ରୀଷ୍ମ, ବର୍ଷା ଆଉ ଶୀତ, ଏଇ 3ଟି, ମୁଁ ଯୋଉ 3ଟି ଋତୁ କହିଲି ସେଇ 3ଟି ଋତୁ ଅନୁଭୂତ ହୁଏ, ମାନେ ଆମେ ଜାଣିପାରୁ ହେଲା। ଶୀତ ଦିନେ ଆମେ କଣ ବ୍ୟବହାର କରନ୍ତି? ଶୀତ ହେଲେ ଆମେ ଶରୀରକୁ ଘୋଡେଇକି ରଖିବା, ଢାଙ୍କିକି ରଖିଲେ ଆମକୁ ଥଣ୍ଡା ଲାଗିବ ନାହିଁ ହେଲା। ଆଚ୍ଛା, ଶୀତ ଦିନେ କେତେବେଳେ ଶୀତ ହୁଏ? ସକାଳେ ଶୀତ ହୁଏ, ରାତିରେ ବହୁତ ଶୀତ ହୁଏ, କିନ୍ତୁ ଦିନରେ ଖରା ଅନୁଭୂତ ହୁଏ। ଆଚ୍ଛା, ଆମେ ଜାଣିଲେ 6ଟି ଋତୁ
आउ छटी ऋतु किंतु तीनोटी अनुभूत हुए अन्य गुड़िक सेमती जना पड़े नहीं केवल बसंत ऋतु रे मलय पवन बहे कौन हुए मलय पवन बहे ठीक अछि ऋतु विषय हम समस्त जानले ना नहीं हां प्रथम रे काना प्रथम